ଆମେ ଯାହା ଦେଖୁ ଛୁ ଅନୁଭବ କରୁ ସେସବୁ ଆସଲରେ କ'ଣ? ଚାଲନ୍ତୁ ଏହି ମଜାଦାର ରହସ୍ୟକୁ ବୁଝିବା ଆଉ ଏହାର ଆରମ୍ଭ କରିବା ନବମ ଶ୍ରେଣୀ ଭୌତିକ ବିଜ୍ଞାନ ବହିର ପ୍ରଥମ ଅଧ୍ୟାୟରୁ। ଆଚ୍ଛା, ଆମର ଏହି ଯାତ୍ରାକୁ ଗୋଟେ ବହୁତ ସାଧାରଣ ପ୍ରଶ୍ନରୁ ଆରମ୍ଭ କରିବା। ଏମିତି ଏକ ପ୍ରଶ୍ନ ଯାହା ଆମ ସମସ୍ତଙ୍କ ମନରେ କେବେ ନା କେବେ ଆସିଥିବ ନିଶ୍ଚୟ। ହଁ, ତ ସେହି ପ୍ରଶ୍ନର ଉତ୍ତର ପାଇବା ପାଇଁ ଆମକୁ ପ୍ରଥମେ ବୁଝିବାକୁ ପଡ଼ିବ ଯେ ଆମ ଚାରିପଟେ ଥିବା ଜିନିଷଗୁଡ଼ିକ ପ୍ରକୃତରେ କେଉଁଥିରେ ତିଆରି। ଜାଣିଛନ୍ତି, ବହୁତ ଦିନ ଧରି ଦୁଇଟା ଅଲଗା ଅଲଗା ଧାରଣା ଥିଲା। କିଛି ଲୋକ ଭାବୁଥିଲେ ପଦାର୍ଥ ଗୋଟିଏ କାଠଖଣ୍ଡ ପରି ପୂରାପୂରି ଅଖଣ୍ଡ, କିନ୍ତୁ ଆଜି ଆମେ ଜାଣୁ ଯେ ଏହା ସତ ନୁହେଁ। ପଦାର୍ଥ ପ୍ରକୃତରେ ବାଲିକଣିକା ପରି ଅସଂଖ୍ୟ ଛୋଟ ଛୋଟ କଣିକାରେ ତିଆରି। ତେବେ ଏହି ଯେଉଁ ଛୋଟ ଛୋଟ କଣିକା କଥା ଆମେ କହୁଛେ ସେମାନଙ୍କର କିଛି ବହୁତ ଖାସ୍ ଗୁଣ ଅଛି। ଚାଲନ୍ତୁ ଦେଖିବା ସେଗୁଡ଼ିକ କ'ଣ। ଦେଖନ୍ତୁ, ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି କଣିକାଗୁଡ଼ିକ ମଧ୍ୟରେ ଫାଙ୍କା ଜାଗା ଥାଏ। ଠିକ୍ ଯେମିତି ଆମେ ପାଣିରେ ଲୁଣ ମିଶାଇଲେ ତାହା ଗାୟବ ହୋଇଯାଏ। କୁଆଡ଼େ ଯାଏ ସେ ଲୁଣ? ବାସ୍, ସେହି ଲୁଣର କଣିକାଗୁଡ଼ିକ ପାଣି କଣିକା ମଝିରେ ଥିବା ଫାଙ୍କା ଜାଗାରେ ହିଁ ସଜେଇ ହୋଇଯାଏ। ଆଚ୍ଛା, ଏହି କଣିକାଗୁଡ଼ିକ କେତେ ଛୋଟ ତାହା ଜାଣିବା ପାଇଁ ଏହି ପରୀକ୍ଷାଟି ବହୁତ ମଜାଦାର। ଭାବନ୍ତୁ ତ, ମାତ୍ର 2-3ଟି ପୋଟାସିୟମ୍ ପରମାଙ୍ଗନେଟ୍ ସ୍ଫଟିକ ଆଉ ତାକୁ ଆମେ ବାରମ୍ବାର ପାଣିରେ ମିଶାଇ ଚାଲିଛୁ। ତଥାପି ପାଣିର ରଙ୍ଗ ହାଲୁକା ହେଉଛି ସିନା ପୂରାପୂରି ଯାଉନାହିଁ। ଏଥିରୁ ହିଁ ଜଣାପଡ଼ୁଛି ଯେ ସେହି ଗୋଟିଏ ଛୋଟ ସ୍ଫଟିକ ଭିତରେ କେତେ ଲକ୍ଷ ଲକ୍ଷ କଣିକା ଥିବ। ସେଥିପାଇଁ ତ କୁହାଯାଏ ପଦାର୍ଥର କଣିକାଗୁଡ଼ିକ ଏତେ କ୍ଷୁଦ୍ର ଯେ ତାହା ଆମେ ସହଜରେ କଳନା କରିପାରିବା ନାହିଁ, ମାନେ ଆମ କଳ୍ପନାର ବାହାରେ। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଯେଉଁ ଅତି କ୍ଷୁଦ୍ର କଣିକା ଅଛି ସେଗୁଡ଼ିକ କେବେ ବି ସ୍ଥିର ହୋଇ ବସନ୍ତି ନାହିଁ। ସେମାନେ ସବୁବେଳେ ଗତିଶୀଳ। ଆଉ ଏହି ଗତିକୁ ହିଁ ଆମେ କହୁ ଗତିଜ ଶକ୍ତି ବା କାଇନେଟିକ୍ ଏନର୍ଜି। ତେବେ ଏହି ଦୁଇଟି କଥାକୁ ମନେ ରଖନ୍ତୁ, କଣିକା ଭିତରେ ଫାଙ୍କା ଜାଗା ଆଉ ସେମାନଙ୍କର ନିରନ୍ତର ଗତି। ଏହି ଦୁଇଟି ଜିନିଷ ହିଁ ପଦାର୍ଥର ସେହି 3ଟି ମୁଖ୍ୟ ଅବସ୍ଥା ସୃଷ୍ଟି କରେ ଯାହାକୁ ଆମେ ପ୍ରତିଦିନ ଦେଖୁ: କଠିନ, ତରଳ ଆଉ ଗ୍ୟାସ୍। ଏହି ଟେବୁଲରେ ଦେଖନ୍ତୁ କିପରି କଣିକାମାନଙ୍କର ବ୍ୟବହାର ବଦଳିବା ସହିତ ପଦାର୍ଥର ଗୁଣ ବଦଳିଯାଏ। କଠିନ, ତରଳ ଆଉ ଗ୍ୟାସୀୟ ପଦାର୍ଥର ଫରକଟା ଏଇଠୁ ହିଁ ସ୍ପଷ୍ଟ ହୋଇଯିବ। ଯେମିତିକି କଠିନ ପଦାର୍ଥରେ ଏଠି କଣିକାଗୁଡ଼ିକ ପୁରା ଶୃଙ୍ଖଳିତ ଭାବେ ପାଖାପାଖି ଥାଆନ୍ତି। ସେମାନଙ୍କ ଭିତରେ ଆକର୍ଷଣ ବଳ ଏତେ ବେଶୀ ଯେ ସେମାନେ ଖାଲି ନିଜ ଜାଗାରେ ଥରିପାରନ୍ତି, କିନ୍ତୁ ଏପାକେ ସେପାକେ ଯାଇପାରନ୍ତି ନାହିଁ। ସେଥିପାଇଁ ତ କଠିନ ଜିନିଷର ନିର୍ଦ୍ଦିଷ୍ଟ ଆକାର ଥାଏ। କିନ୍ତୁ ତରଳ ପଦାର୍ଥରେ କ'ଣ ହୁଏ? ଏଠି କଣିକାଗୁଡ଼ିକ ପାଖାପାଖି ତ ଥାଆନ୍ତି, କିନ୍ତୁ ସେମାନଙ୍କ ପାଖରେ ଟିକେ ବେଶୀ ସ୍ୱାଧୀନତା ଥାଏ। ସେମାନେ ପରସ୍ପର ଉପରେ ଖସି କରି ଆଗକୁ ଯାଇପାରନ୍ତି। ଆଉ ସେଇଥିପାଇଁ ତ ପାଣି କିମ୍ବା ତେଲ ପରି ତରଳ ପଦାର୍ଥ ବୋହିପାରେ, ଆଉ ଯେଉଁ ପାତ୍ରରେ ରଖିବେ ସେହି ପାତ୍ରର ଆକାର ନେଇଯାଏ। ଆଉ ଶେଷରେ ଆସିଲା ଗ୍ୟାସ୍। ଏଠି ତ କଥା ପୁରା ଅଲଗା। ଗ୍ୟାସ୍ର କଣିକାଗୁଡ଼ିକ ପରସ୍ପରଠାରୁ ବହୁ ଦୂରରେ ଥାଆନ୍ତି ଆଉ ଖୁବ୍ ଜୋରରେ ଏଣେତେଣେ ଘୂରି ବୁଲନ୍ତି। ସେମାନଙ୍କ ଭିତରେ ଆକର୍ଷଣ ବଳ ପ୍ରାୟ ନଥାଏ। ସେଥିପାଇଁ ଗୋଟେ ଛୋଟ ଜାଗାରେ ଥିବା ଗ୍ୟାସ୍କୁ ଛାଡ଼ିଦେଲେ ସେ ପୁରା ରୁମ୍ରେ ବ୍ୟାପିଯାଏ। ଆଚ୍ଛା, ଏବେ ଭାବନ୍ତୁ ତ, ଯଦି ଆମେ ଏହି କଣିକାଗୁଡ଼ିକୁ ଶକ୍ତି ଦେବା, ମାନେ ତାପ ଦେବା, କିମ୍ବା ସେମାନଙ୍କଠାରୁ ତାପ କାଢ଼ି ନେବା, ତାହେଲେ କ'ଣ ହେବ? ଏହାର ଉତ୍ତର ହେଉଛି ହଁ, ନିଶ୍ଚିତ ଭାବରେ ପଦାର୍ଥ ତାର ଅବସ୍ଥା ବଦଳାଇପାରେ। ଆଉ ଏହାର ସବୁଠୁ ଭଲ ଉଦାହରଣ ହେଉଛି ପାଣି। ଦେଖନ୍ତୁ ନା, ବରଫ ହେଉଛି କଠିନ, ପାଣି ହେଉଛି ତରଳ, ଆଉ ବାମ୍ପ ହେଉଛି ଗ୍ୟାସ୍। ଗୋଟିଏ ଜିନିଷ, କିନ୍ତୁ 3ଟା ଅବସ୍ଥା। ତେବେ ଏହା କେମିତି ହୁଏ? ଯେତେବେଳେ ଆମେ କୌଣସି କଠିନ ପଦାର୍ଥକୁ ମାନେ ବରଫକୁ ଗରମ କରୁ, ତାର କଣିକାଗୁଡ଼ିକ ଅଧିକ ଜୋରରେ କମ୍ପିବାକୁ ଲାଗନ୍ତି। ଆଉ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ସେମାନେ ଏତେ ଶକ୍ତି ପାଇଯାଆନ୍ତି ଯେ ନିଜର ବନ୍ଧନକୁ ଭାଙ୍ଗି ମୁକ୍ତ ହୋଇଯାଆନ୍ତି। ସେହି ତାପମାତ୍ରାକୁ ହିଁ ଆମେ କହୁ ଗଳନାଙ୍କ। ଆଉ ସେତେବେଳେ କଠିନ ପଦାର୍ଥ ତରଳିଯାଏ। ଠିକ୍ ସେହିପରି ଯେତେବେଳେ ଆମେ ତରଳ ପଦାର୍ଥକୁ ଆହୁରି ଗରମ କରୁ, କଣିକାଗୁଡ଼ିକ ଆହୁରି ଜୋରରେ ଗତି କରନ୍ତି। ଆଉ ଶେଷରେ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ, ଯାହାକୁ ଆମେ କହୁ ସ୍ଫୁଟନାଙ୍କ, ସେମାନେ ପରସ୍ପରର ସବୁ ଆକର୍ଷଣକୁ ଭାଙ୍ଗି ତରଳର ବାହାରି ଯାଆନ୍ତି ଆଉ ଗ୍ୟାସ୍ରେ ପରିଣତ ହୁଅନ୍ତି। କିନ୍ତୁ ଗୋଟେ ମଜାଦାର ପ୍ରଶ୍ନ ଅଛି, କ'ଣ ଏମିତି ହୋଇପାରେ ଯେ ଗୋଟେ କଠିନ ପଦାର୍ଥ ତରଳ ନ ହୋଇ ସିଧାସଳଖ ଗ୍ୟାସ୍ରେ ପରିଣତ ହୋଇଯିବ? ହଁ, ଏମିତି ବି ହୁଏ। ଆଉ ଏହି ବିଶେଷ ପ୍ରକ୍ରିୟାକୁ କୁହାଯାଏ ଊର୍ଦ୍ଧ୍ୱପାତନ ବା ସବ୍ଲିମେସନ୍। ଆମେ ଘରେ ବ୍ୟବହାର କରୁଥିବା କର୍ପୂର କିମ୍ବା ନାଫ୍ଥାଲିନ୍ ଗୁଳି ଏହାର ସବୁଠୁ ଭଲ ଉଦାହରଣ। ଦେଖିଥିବେ, ସେଗୁଡ଼ିକ କିଛି ଦିନ ପରେ ଆପେ ଆପେ ଉଭେଇ ଯାଆନ୍ତି, କାରଣ ସେମାନେ ସିଧା କଠିନରୁ ଗ୍ୟାସ୍ ହୋଇଯାଆନ୍ତି। କିନ୍ତୁ କାହାଣୀ ଏତିକିରେ ସରୁନି। ଆମେ ତ କେବଳ 3ଟି ଅବସ୍ଥା ବିଷୟରେ କଥା ହେଲେ ଜାଣିଛନ୍ତି, ବୈଜ୍ଞାନିକମାନେ ଏବେ ପଦାର୍ଥର 5ଟି ଅବସ୍ଥାକୁ ଚିହ୍ନଟ କରିସାରିଲେଣି।
ହଁ, କଠିନ ତରଳ ଗ୍ୟାସ୍ ବ୍ୟତୀତ ଆଉ ଦୁଇଟି ଅବସ୍ଥା ହେଉଛି ପ୍ଲାଜମା ଆଉ ବୋସ୍-ଆଇନଷ୍ଟାଇନ୍ ସଂଘନିତ। ପ୍ଲାଜମା ହେଉଛି ଏକ ଅତି ଉତ୍ତପ୍ତ, ଅତି ଶକ୍ତିଶାଳୀ ଅବସ୍ଥା। ଆମ ସୂର୍ଯ୍ୟ ଆଉ ଆକାଶର ତାରାମାନେ ଏହି ପ୍ଲାଜମା ଅବସ୍ଥାରେ ହିଁ ଅଛନ୍ତି। ଆଉ ତାର ଠିକ୍ ଉଲ୍ଟା ବୋସ୍-ଆଇନଷ୍ଟାଇନ୍ ସଂଘନିତ ହେଉଛି ଏକ ଅତି ଶୀତଳ ଅବସ୍ଥା, ଯାହାକୁ ପରମଶୂନ୍ୟ ତାପମାତ୍ରା ପାଖାପାଖି ସୃଷ୍ଟି କରାଯାଏ। ଦେଖିଲେ ତ ପଦାର୍ଥର କେତେ ରୂପ? ତେବେ ଏସବୁ ଜାଣିବା ପରେ ଚାଲନ୍ତୁ ଆମର ସେହି ପ୍ରଥମ ପ୍ରଶ୍ନକୁ ଫେରିଯିବା। ଏବେ ତ ଉତ୍ତର ପୁରା ସ୍ପଷ୍ଟ। ଗରମ ଖାଦ୍ୟର କଣିକାମାନଙ୍କ ପାଖରେ ଅଧିକ ଗତିଜ ଶକ୍ତି ଥାଏ, ସେଥିପାଇଁ ସେମାନେ ଖୁବ୍ ଜୋରରେ ଆଉ ବହୁତ ଦୂର ପର୍ଯ୍ୟନ୍ତ ବାୟୁରେ ଗତି କରିପାରନ୍ତି। କିନ୍ତୁ ଥଣ୍ଡା ଖାଦ୍ୟର କଣିକା ପାଖରେ ସେତେ ଶକ୍ତି ନଥାଏ, ତେଣୁ ତାର ବାସ୍ନା ବେଶୀ ଦୂର ଯାଏ ନାହିଁ। ଖାଦ୍ୟର ବାସ୍ନାଠାରୁ ଆରମ୍ଭ କରି ମହାକାଶର ବିଶାଳ ତାରା ପର୍ଯ୍ୟନ୍ତ ସବୁକିଛିର ମୂଳରେ ଅଛି ଏହି ଛୋଟ ଛୋଟ ସର୍ବଦା ଗତିଶୀଳ କଣିକା। ଏହା ଆମକୁ ଭାବିବାକୁ ବାଧ୍ୟ କରେ ଯେ ପଦାର୍ଥର ଏହି କ୍ଷୁଦ୍ର କଣିକାମାନେ ଆଉ କେଉଁ କେଉଁ ରହସ୍ୟ ଲୁଚାଇ ରଖିଛନ୍ତି।